ଶ୍ରାବଣ ମାସରେ ଯେଉଁ ସ୍ତ୍ରୀ ଗ୍ରୀନ୍ ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି ତାଙ୍କୁ କ'ଣ ମିଳିଥାଏ? ଆସନ୍ତୁ ଜାଣିବା। ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଶ୍ରାବଣ ମାସରେ ସ୍ତ୍ରୀମାନେ କ'ଣ କ'ଣ କରିବା ଉଚିତ ଯାହାଦ୍ୱାରା ତାଙ୍କ ପତିଙ୍କର ବେପାର ଚାକିରି ଭଲରେ ଚାଲିବ, ଘରେ ସୁଖ ସମୃଦ୍ଧି ପୁରା ବର୍ଷ ଆସିବ ଲାଗି ରହିବ? ତ ଜାଣି ନିଅନ୍ତୁ ଶ୍ରାବଣ ମାସରେ ମହିଳାମାନେ କ'ଣ କରିବା ଉଚିତ। ଶ୍ରାବଣ ମାସଟି ବହୁତ ପବିତ୍ର ମନାଯାଏ। ଏହି ମାସରେ ଭୋଳାନାଥଙ୍କର ବିଶେଷ ପୂଜା କରିବା ମହତ୍ତ୍ୱ ହୋଇଥାଏ। ଆଉ ଦେବଦେବ ମହାଦେବ ତାଙ୍କ ଭକ୍ତଙ୍କ ପାଇଁ ପୃଥିବୀ ଉପରକୁ ଆସିଥାନ୍ତି। ତ ମହିଳାମାନେ ଏହି ଶ୍ରାବଣ ମାସରେ ଗ୍ରୀନ୍ ରଙ୍ଗର ଚୁଡ଼ି ହାତରେ ପିନ୍ଧିବା ଉଚିତ। ଶାସ୍ତ୍ରରେ ଏହା ବତାଯାଇଛି ଯେ କେଉଁ ସ୍ତ୍ରୀ ତାଙ୍କ ହାତରେ ଗ୍ରୀନ୍ ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି, ଖାସ୍ କରି ଶ୍ରାବଣ ମାସରେ।